ସେଇ ସାଙ୍ଗମାନେ ଆଜି ଆମ ବାବୁନ ଯୋଗୁରୁ ମୋତେ ଏକ୍ସରସାଇଜ କରିବା ପାଇଁ ସମୟ ହେଲାନି। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ କାର୍ତ୍ତିକ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓରେ। ସାଙ୍ଗମାନେ ଡକ୍ଟର କହିଥିଲେ ରେଗୁଲାର ଏକ୍ସରସାଇଜ କରିବା ପାଇଁ, କିନ୍ତୁ ଆଜି ପୁରା ପ୍ଲାନ୍ ଚେଞ୍ଜ ହେଇଗଲା। ଆଜି ଏମିତି ଗୋଟେ ଦିନ ହେଲା, ଶେଷରେ ଘରେ ଭେଜ୍ ବିରିୟାନୀ ବନେଇବାକୁ ପଡ଼ିଲା। ତ କାହିଁକି ଭେଜ୍ ବିରିୟାନୀ ବନେଇବାକୁ ପଡ଼ିଲା ତା ଚାଲନ୍ତୁ ଦେଖିବା ଭିଡ଼ିଓରେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓ କରିଦେବେ ଗୋଟେ ଲାଇକ୍, ଚ୍ୟାନେଲରେ ନୂଆ ହେଲେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବେ। ତ ଚାଲନ୍ତୁ ଡେରି ନ କରିକି ଭିଡ଼ିଓ ଷ୍ଟାର୍ଟ କରିବା। ସାଙ୍ଗମାନେ ଆଜି ଆମ ବାବୁନ ଯୋଗୁରୁ ମୋତେ ଏକ୍ସରସାଇଜ କରିବା ପାଇଁ ସମୟ ହେଲାନି। ସାଇକେଲିଂ କରିବା ପାଇଁ ବି ସମୟ ନାହିଁ, ଆଉ ମର୍ଣ୍ଣିଂ ୱାକ୍ କରିବା ପାଇଁ ସମୟ ନାହିଁ। ଆଜି ଆକୁ ନେଇକି ଯାଉଛି ଆର ଚୁଟି କାଟିବା ପାଇଁ। ହ୍ୟାଲୋ, ବାବୁନ ଚୁଟି କାଟିବ, ମୁଁ ଚୁଟି କାଟିବି, ନିଜ ଯାହା ଚୁଟି କାଟିବ। ବାବୁନ ଚୁଟି କେମିତି କଟା ହବ? ଆର୍ମି କଟ୍। ସାଙ୍ଗମାନେ ଚୁଟି କଟା ହେଇଗଲା, କଲର୍ ବି କରିଥିଲି, ଦେଖନ୍ତୁ କଲର୍ ଏବେ ଶୁଖିଗଲାଣି। ଏବେ ଯିବା ଭଲ ଲାଗି ପୁରା ସ୍ପେଶାଲ ଗାଧୁଆ ଗୋଟେ ହେବ, ଗାଧୋଇ ସାରିଲା ପରେ ଖାଇବା। ତ ସାଙ୍ଗମାନେ ଗାଧୁଆ ହେଇଗଲା, ଦେଖିଲେ ଚୁଟି କାଟାଟା କେମିତି ହେଇଛି, ଭଲ ହେଇଛି ନା ନାହିଁ। ଚୁଟି କାଟି ନଥିଲି ବୋଲିକା ମମତା ଖାଲି କେରେ କେରେ ହେଉଛନ୍ତି। ଆଜି ଫାଇନାଲି ଚୁଟି କାଟି ଦେଇଛି। ଆଜି ମର୍ଣ୍ଣିଂ ୱାକ୍ ହେଇପାରିଲାନି ଚୁଟି କାଟିବା ଯୋଗୁରୁ। ଚୁଟି କାଟିବାକୁ ପଳେଇଲେ ଆଉ ମର୍ଣ୍ଣିଂ ୱାକ୍ କରିପାରିଲେନି। ଚୁଟି କାଟାଟା କେମିତି ହେଇଛି, ଭଲ ହେଇଛି ନା? ଦେଖିବା କ'ଣ କରୁଛନ୍ତି ଘରେ ସବୁ। ଗୋଟେ ପାଗଟା ହବ, ଆମ୍ବୁଲ ଲଙ୍କା ପାଗ ଲାଗିବ। ଆମ୍ବୁଲ କାହିଁକି ଚୋପାଟା ତ ସାଙ୍ଗମାନେ ଆମ ଘରକୁ ଆଜି କୁଣିଆ ଆସୁଛନ୍ତି, ତ ତାଙ୍କ ପାଇଁ ବନେଇବା ବିରିୟାନୀ। ଚାଲ ଭେଜ୍ ବିରିୟାନୀ ପ୍ରସ୍ତୁତ କରିବା। କେଡ଼େ ବି କାଟିଦେଲ, ମୁଁ ସାପ ଦେଖିବାକୁ ଯାଇଥିଲି। ସେ ସାପଟା ଯାଉନି କୁଆଡ଼େ, ଖାଲି ବୁଲୁଛି ଗିରି ନାଗ ସାପ। ଏ ଜାଣିଦେଇଛି। ତମେ କାହିଁ ଖାଲିରେ ବସୁଛ ଯେ? ପୁଣି ଖାଲି ଦିଅରେ, ଖାଲିରେ ବସେଇଛି ଖାଲି ଦିଅରେ। ବଡ଼ି ବିଲ୍ଡର ନଣ୍ଡା ଆମେ ରେଡ଼ି କରିବା, ସେଇଟା ଖାଅ। ତ ସାଙ୍ଗମାନେ କାଠ ଚୁଲିରେ ବିରିୟାନୀ ବନେଇବା। କାଠ ଚୁଲିରେ ବନେଇବା ଗୋଟେ ଅଲଗା ପ୍ରକାର ମଜା। ଆଉ ଗୋଟେ ନ ପିନ୍ଧେବା। ତ ସାଙ୍ଗମାନେ ଏଇଠି ସବୁ ଆମର ଛଣା ହେଉଛି ଭେଜିଟେବୁଲ୍ସ। ଛଣା ହେଲା ପରେ ବିରିୟାନୀ ତିଆରି ହେବ, ଭେଜ୍ ବିରିୟାନୀ ବିନା ପିଆଜ ରସୁଣ।
ଏଇଟା ତରକାରୀ ଅଦା ପକେଇଲେ କାଛି ଏଇଟା ହେଇଯିବ। ଆଉ ଅଧ ଗ୍ଲାସ ତମେ ଭାଇ ଭଉଣୀ ସବୁ ହେଇଯିବ ନାଇଁ କି କାଟି এটা কম পড়লা এটা বিরিয়ানি মশলা। এটা পড়লা ମୋ ବାଟିଚରେ तो सांग मैंने डे 7 वीडियो केमती लगे कमेंट निश्चित भाव में लिखिए। वीडियो भल लगे वीडियो करते गोटे लाइक चैनल नुआ निश्चित भाव में सब्सक्राइब करिए। लाइक गोटे जिमती हेल्ले करिए कारण आपंकर गोटे लाइक आमको मोटिवेट कराए। तो आज वीडियो देखा नेक्स्ट वीडियो रही। जय जगन्नाथ।